ଜେଲରେ ମିଳିବ ଶାରୀରିକ ସମ୍ପର୍କ। ରାଜ୍ୟ ସରକାର ନିଜ ରାଜ୍ୟ ପାଇଁ ଏପରି ନିୟମ ଲାଗୁ କରିଛନ୍ତି। ପ୍ରଥମ ଥର ପାଇଁ କଏଦୀଙ୍କୁ ଜେଲରେ ଶାରୀରିକ ସମ୍ପର୍କ ରଖିବାକୁ ଦିଆଯିବ। ଏହାଦ୍ୱାରା ଅନେକ କଏଦୀ ଉପକୃତ ହେବେ। ଏହା ପୂର୍ବରୁ ଆମେରିକା, ଇଂଲଣ୍ଡରେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି। ଯାହାର ସ୍ୱାମୀ କିମ୍ବା ସ୍ତ୍ରୀ ଜେଲରେ ଅଛନ୍ତି ସେମାନେ ଜେଲକୁ ଆସି ନିଜ ସାଥୀ ସହିତ ଶାରୀରିକ ସମ୍ପର୍କ ରଖିପାରିବେ। ଏହା କରିବା ଦ୍ୱାରା ବଂଶବୃଦ୍ଧି ସହିତ କଏଦୀଙ୍କୁ କିଛି ମାତ୍ରାରେ ଖୁସି ମିଳିପାରିବ। କିନ୍ତୁ ଜେଲରେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ କିଛି ନିୟମ ମାନିବାକୁ ପଡ଼ିଥାଏ। ଯେଉଁ କଏଦୀଙ୍କ ସ୍ତ୍ରୀ କିମ୍ବା ସ୍ୱାମୀ କଏଦୀଙ୍କ ପାଖକୁ ଆସିବାକୁ ଚାହିଁବେ ସେମାନେ ସାଙ୍ଗରେ ବିବାହ ପ୍ରମାଣପତ୍ର ଏବଂ କୌଣସି ଯୌନରୋଗ ନଥିବା ପ୍ରମାଣପତ୍ର ସାଙ୍ଗରେ ଆଣିବେ। ତେବେ ଯେ ଜେଲରେ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦିଆଯିବ। ଜେଲରେ ଶାରୀରିକ ସମ୍ପର୍କ ରଖିବାର ସ୍ୱତନ୍ତ୍ର କୋଠରୀ ଏବଂ ସବୁ ପ୍ରକାର ବ୍ୟବସ୍ଥା ଦିଆଯିବ। ଜେଲରେ କଏଦୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପ୍ରତି 2 ମାସରେ 2 ଥର ସୁଯୋଗ ଦିଆଯିବ। କିନ୍ତୁ ଜେଲରେ ଶାରୀରିକ ସମ୍ପର୍କ ରଖିବାକୁ ବଡ଼ ବଡ଼ ଅପରାଧୀ କଏଦୀଙ୍କୁ ସୁଯୋଗ ଦିଆଯିବ ନାହିଁ। ଏହି ପ୍ରକାର ନିୟମ ଲାଗୁ କରିଛନ୍ତି ପଞ୍ଜାବ ସରକାର। ଏହା ଭାରତରେ ପ୍ରଥମ ଥର ନିୟମ ପ୍ରଣୟନ କରାଯାଇଛି।